ହ୍ୟାଲୋ ହାଏ ସାଙ୍ଗମାନେ, ମୁଁ ହରପ୍ରିୟା ସ୍ୱାଗତ କରୁଛି ମୋର ମିନି ବ୍ଲଗ୍କୁ। ଆଜି ପାଗ ପୁରା କୁଲିଂ କୁଲିଂ ଥିଲା, ସେଥିପାଇଁ ମୁଁ ବସି ଭାବିଲି କୁଲିଂ କୁଲିଂ ପାଗକୁ ଘରେ ଅଛି ପଖାଳ ଭାତ ସାଙ୍ଗକୁ ଶାଗ ଟିକେ ଦରକାର। ଶାଗ ପଖାଳ ଖାଇ ପୁରା ନିଦରେ ଶୋଇବାର ଅଛି, କାହିଁକିନା କିଛି ଦିନ ହେଲା ବହୁତ ଗରମ ବି ହେଉଥିଲା। 2 ଦିନ ହେଲା ଟିକେ ଟିକେ ମେଘ ହେଉଛି, ଆଜି ବି ଭଲ ପାଗଟା କରିଛି। କିନ୍ତୁ ଯଦି ବି ମୁଁ ପଖାଳ ନ ଖାଏ ମୋର ସେ ପଖାଳ ଭାତ ନଷ୍ଟ ହେବ। ପଖାଳ ଟିକେ ଗରମ କରି ଖାଇଦେବା, କାହିଁ ନଷ୍ଟ କରିବା। ଆମେ ଯେଉଁ ଜିନିଷ କାହାକୁ ଦେଇଦେବା ସେଟା ହିଁ ଭଲ, ନଷ୍ଟ କରିଦେବା ସେଟା ବିଲକୁଲ ଭଲ ନୁହେଁ। କୌଣସି ଜିନିଷ ମୁଁ ନଷ୍ଟ କରିନି, ଏମିତି କୌଣସି ଜିନିଷ ନାହିଁ ଯିଏକି ମୁଁ ନଷ୍ଟ କରିଦେଇଛି। ଯଦି ମୋ ଟମି ନାଗି ବି କିଛି ଖାଇବା ଆସିଥାଏ ମୁଁ ନଷ୍ଟ କରେନି, ତାକୁ ପୁଣି ଆଉ କାହାକୁ ଦେଇଦିଏ ଯଦି ଟମି ନ ଖାଏ। ଟୋଟାଲି ନଷ୍ଟ କରିବା ମୋ କିସ୍ମତରେ ନାହିଁ। ଆଉ ଭାବିଲି ଚାଲ ଟିକେ ଶାଗ ତୋଳିକି ଆଣିବା। ଶାଗ ତୋଳି ଆଣି ଶାଗକୁ ଭଲ ଭାବରେ ଚୁନ ଚୁନ କରି କାଟିକି ମସଲା ବେସର ଦେଲି। ଆଉ ଏ ଶାଗ ମୋତେ ଭାରି ପସନ୍ଦ। ମୁଁ ଆଉ ଏମିତି ସୁଜନା ଶାଗ ଖାଇବାକୁ ଭଲ ପାଏ, ନଡ଼ିଆ ପକେଇକି ରାନ୍ଧିଲେ କି ଡାଲି ପକେଇକି, ଏମିତି ବହୁତ ଭଲ ଲାଗେ ମୋତେ ସେଥର। ନହେଲେ ଆଉ କୌଣସି ଶାଗରେ ଏତେ ମୋତେ ପସନ୍ଦ ନୁହେଁ। ଏ ଶାଗଟା ଟିକେ ବେଶୀ ଭଲ ଲାଗେ, କାହିଁକିନା ଆର ହେଉଛି ଟେଷ୍ଟ ଟିକେ ଅଲଗା। ଆଉ ଏ ଶାଗକୁ ମୁଁ ଟିକେ ମସଲା ଦେଇ ଭଲସେ ଫ୍ରାଏ କରିଦେଲି, ତାପରେ ପଖାଳ ଭାତକୁ ଟିକେ ଗରମ କରିଦେଇଥିଲି। ଆଉ ଆକୁ ଏ ଶାଗ ସାଙ୍ଗରେ, ଶାଗ କ'ଣ ଏଟା ଗୋଟେ ତ ଘାଣ୍ଟ ଟାଇପ୍ର ବି ହେଇଯାଉଛି। ମସଲା ଫ୍ରାଏ ଟାଇପ୍ର କରିକି ଆଣିକି ଆମେ ମା ଛୁଆ ବସି ଯାଇଥିଲୁ ଖାଇବାକୁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସେୟାର ନିଶ୍ଚିନ୍ତ କରିବେ।